AM Music. ପ୍ରେଜ୍ ଦ ଲର୍ଡ ହାଲେଲୁୟା। ପ୍ରଭୁଙ୍କ ମହାନ ନାମକୁ ଧନ୍ୟବାଦ ଦିଏ ଯେ ପ୍ରଭୁଙ୍କର ମହାନ ଦୟା ଅନୁଗ୍ରହରୁ ଆଜି ଅଲ୍ ଇନ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କର ଗହଣରେ ପୁନର୍ବାର ବାକ୍ୟ କହିବା ନିମନ୍ତେ ପ୍ରଭୁ ସୁଯୋଗ ଦେଇଥିବାରୁ ତାହାଙ୍କ ନାମର ଧନ୍ୟବାଦ କରେ। ଆଜି ଯେଉଁ ବାକ୍ୟ ମାନେ ପାଠ କରିବା ଆପଣମାନେ ପାଇବେ ଲୁକ 7 ପର୍ବ 36 ପଦରୁ 50 ପଦ ପର୍ଯ୍ୟନ୍ତ। ଆଉ ଫାରୁସୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଆପଣା ସହିତ ଭୋଜନ କରିବାକୁ ନିମନ୍ତ୍ରଣ କଲେ। ସେଥିରେ ସେ ଫାରୁସୀଙ୍କ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ। ଆଉ ଦେଖ, ସେହି ନଗରରେ ଜଣେ ପାପିଷ୍ଠା ସ୍ତ୍ରୀ ଥିଲା। ଯୀଶୁ ସେହି ଫାରୁସୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି ଏହା ଜାଣିପାରି ସେ ଗୋଟାଏ ପାତ୍ରରେ ସୁଗନ୍ଧି ତୈଳ ଆଣି ପଛଆଡ଼େ ତାହାଙ୍କର ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଅଶ୍ରୁ ଜଳରେ ତାହାଙ୍କର ପାଦ ସିକ୍ତ କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା। ଆଉ ତାହାଙ୍କର ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧି ତୈଳ ଲଗାଇ ଦେବାକୁ ଲାଗିଲା। ତାହା ଦେଖି ଯେଉଁ ଫାରୁସୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାନ୍ତା ତାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍ ସେ ଯେ ପାପିଷ୍ଠା, ଏହା ଜାଣିଥାନ୍ତା। ଯୀଶୁ ତାଙ୍କୁ ଉତ୍ତର ଦେଲେ, ସିମୋନ, ତୁମକୁ ମୋହର କିଛି କହିବାର ଅଛି? ସେ କହିଲେ, ଗୁରୁ, କୁହନ୍ତୁ। ଜଣେ ମହାଜନଙ୍କର 2 ଜଣ ଋଣୀ ଥିଲେ। ଜଣେ 500 ଆଉ ଜଣେ 50 ଟଙ୍କା ଋଣ କରିଥିଲା। ପରିଶୋଧ କରିବାକୁ ସେମାନଙ୍କର କିଛି ନଥିବାରୁ ସେ ଉଭୟଙ୍କର ଋଣ ଛାଡ଼ିଦେଲେ। ଏଣୁ ସେମାନଙ୍କ ମଧ୍ୟରୁ କିଏ ତାଙ୍କୁ ଅଧିକ ପ୍ରେମ କରିବ? ସିମୋନ ଉତ୍ତର ଦେଲେ, ମୋର ବୋଧହୁଏ ସେ ଯାହାର ଅଧିକ ଋଣ ଛାଡ଼ିଦେଲେ ସେ ତାଙ୍କୁ କହିଲେ, ତୁମ୍ଭେ ଯଥାର୍ଥ ବିଚାର କଲ। ଆଉ ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ସିମୋନଙ୍କୁ କହିଲେ, ଏହି ସ୍ତ୍ରୀ କି ଦେଖୁଅଛ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଅଶ୍ରୁ ଜଳରେ ମୋର ପାଦ ସିକ୍ତ କରି ନିଜ କେଶରେ ତାହା ପୋଛିଦେଲା। ତୁମ୍ଭେ ମୋତେ ଚୁମ୍ବନ କଲ ନାହିଁ, କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋହର ପାଦ ଚୁମ୍ବନ କରିବାରୁ କ୍ଷାନ୍ତ ହୋଇନାହିଁ। ତୁମ୍ଭେ ମୋହର ମସ୍ତକରେ ତୈଳ ଲଗାଇଲ ନାହିଁ, କିନ୍ତୁ ଏ ମୋହର ପାଦରେ ସୁଗନ୍ଧି ତୈଳ ଲଗାଇଲା। ଏଣୁ ମୁଁ ତୁମ୍ଭଙ୍କୁ କହୁଅଛି, ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା। କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ ସେ ଅଳ୍ପ ପ୍ରେମ କରେ। ଆଉ ସେ ସେହି ସ୍ତ୍ରୀକି କହିଲେ, ତୋର ପାପ ସବୁ କ୍ଷମା ହୋଇଅଛି। ସେଥିରେ ତାହାଙ୍କର ସଙ୍ଗରେ ଭୋଜରେ ବସିଥିବା ଲୋକମାନେ ମନେ ମନେ କହିବାକୁ ଲାଗିଲେ, ପାପ ସୁଦ୍ଧା କ୍ଷମା କରୁଅଛି ଯେ ଏ କିଏ? କିନ୍ତୁ ସେ ସେହି ସ୍ତ୍ରୀକି କହିଲେ, ତୋହର ବିଶ୍ୱାସ ତୋତେ ରକ୍ଷା କରିଅଛି, ଶାନ୍ତିରେ ଚାଲିଯା। ଆଜି ଆମେ ଦେଖିବା ପ୍ରଭୁ ଯୀଶୁଙ୍କର ମହାନ ଆଶ୍ଚର୍ଯ୍ୟ କାର୍ଯ୍ୟ। ଯେତେବେଳେ ପ୍ରଭୁ ଯୀଶୁ ଆମମାନଙ୍କର ଜୀବନରେ ପ୍ରବେଶ କରନ୍ତି ସେତେବେଳେ ଆମମାନଙ୍କର ଜୀବନରେ ଗୋଟେ ବଡ଼ ପରିବର୍ତ୍ତନ ଆସିଥାଏ। ଆମେ କେବଳ ତାହାଙ୍କ କଥା ଚିନ୍ତା କରିଥାଉ, ତାହାଙ୍କ ଚରଣ ତଳକୁ କେମିତି ଆମେ ଯିବୁ, ଦିନ ରାତିର ଆମମାନଙ୍କର ସେଇ ଚିନ୍ତା ରହିଥାଏ। ଆମେ ବ୍ୟାକୁଳ ହୋଇଥାଉ କେମିତି ଆମେ ତାହାଙ୍କର ଚରଣ ତଳେ ଯାଇ ବସିବା, ତାଙ୍କ ଚରଣ ତଳେ ନିଜକୁ ଢାଳିବା, କ୍ଷମା ପ୍ରାର୍ଥନା ମାଗିବା। ଆଜି ଆମମାନଙ୍କର ଏଇ ବିଷୟ ହେଲା ଅନୁତାପର ହୃଦୟ। ପ୍ରଭୁ ଯୀଶୁ ଯେତେବେଳେ ଆଉ ସେଇ ଫାରୁସୀ ଗୃହରେ ପ୍ରବେଶ କଲେ, ସିମୋନଙ୍କ ଗୃହରେ ପ୍ରବେଶ କଲେ ଆଉ ଭୋଜନରେ ବସିଲେ, ସେଇ ସମୟରେ ଆଉ ସେଇ ପାପିନୀ ସ୍ତ୍ରୀ କ'ଣ କଲେ? ପ୍ରଭୁଙ୍କର ପଛ ପାଖ ଦେଇ ଆସିଲେ ଆଉ ତାଙ୍କ ପାଦ ତଳେ ବସି ସେ ନିଜର ଅଶ୍ରୁ ଜଳରେ ତାଙ୍କ ପାଦ ଧୋଇବାକୁ ଲାଗିଲେ। ଅନୁତାପ ହୃଦୟରେ ସେ କ'ଣ କଲେ? କ୍ରନ୍ଦନ କଲେ। ଯେତେବେଳେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହଉ ସେତେବେଳେ ଆମମାନଙ୍କର ପାପର ବୋଧ ଦ୍ୱାରା ଆମମାନଙ୍କର ଆଖିରୁ ଲୋତକ ଆସିଥାଏ। ପ୍ରଭୁ ଯେ ମହାନ ପରମେଶ୍ୱର, ଯେ କି ଆମମାନଙ୍କର ସମସ୍ତ ପାପରୁ
ମୁକ୍ତ କରିବାକୁ ଏ ଜଗତକୁ ଆସିଲେ। ଏ ଜଗତରେ ରହି ସେ ଆମମାନଙ୍କୁ ତାହାଙ୍କର ସାନ୍ନିଧ୍ୟତା ପ୍ରକାଶ କଲେ। ସେହି ପାପିନୀ ସ୍ତ୍ରୀ ଯଦି ଆମେ ଦେଖିବା ଯୋହନ 11 ପର୍ବ 2 ପଦରେ, ତାହେଲେ ସେ ପାପିନୀ ସ୍ତ୍ରୀ ହେଲେ ଲାଜାରଙ୍କର ଭଉଣୀ ମରିୟମ, ଯାହାକୁ ପ୍ରଭୁ ଅତି ପ୍ରେମ କରନ୍ତି। ସେ ଲାଜାରଙ୍କୁ ସେ ବହୁତ ପ୍ରେମ କରୁଥିଲେ। ଆଉ ସେ ଦୁଇ ଭଉଣୀ ମାର୍ଥା ଓ ମରିୟମ ଦୁଇ ଜଣ ପ୍ରଭୁଙ୍କର ଚରଣ ତଳେ ବସି ଆଉ ମରିୟମ କ'ଣ କରୁଥିଲେ? ଆଉ ତାହାଙ୍କର ବାକ୍ୟ ଶୁଣୁଥିଲେ। ତାହାଙ୍କର ପରିଚର୍ଯ୍ୟା କରିବା ନିମନ୍ତେ ମାର୍ଥା ମଧ୍ୟ ଦିନ ରାତି ଚେଷ୍ଟା କରୁଥିଲେ, କେମିତି ମୁଁ ମୋର ପ୍ରଭୁଙ୍କୁ ଖାଦ୍ୟରେ ସନ୍ତୁଷ୍ଟ କରିବି। ମରିୟମଙ୍କର ସେହି ପ୍ରଭୁଙ୍କର ଚରଣ ତଳେ କି ପ୍ରକାର ତାହାଙ୍କର ଲୁହ ଦ୍ୱାରା ସେ ନିଜର ପାପକୁ ସ୍ୱୀକାର କରୁଅଛନ୍ତି। ତାହାଙ୍କର କେଶ ଦ୍ୱାରା ସେ କ'ଣ କରୁଅଛନ୍ତି? ତାହାଙ୍କର ଲୁହକୁ, ସେ ପାଦରେ ଯେଉଁ ପଡ଼ିଥିବା ଲୁହକୁ ସେ ପୋଛୁଅଛନ୍ତି। ଆଉ ଯେଉଁ ବହୁମୂଲ୍ୟ ତୈଳ ନେଇ ତାଙ୍କ ପାଖକୁ ସେ ଆସିଅଛନ୍ତି, ଆଉ ସେ ତୈଳ ଦ୍ୱାରା ତାହାଙ୍କୁ କ'ଣ କରୁଅଛନ୍ତି? ଆଉ ସେ ତୈଳରେ ତାଙ୍କର ପାଦକୁ ଲେପନ କରୁଅଛନ୍ତି। ତାହାଙ୍କର ମନରେ ଥିଲା ଯେ ସେ ଜଣେ ପାପିନୀ ସ୍ତ୍ରୀ। ଯେତେବେଳେ ଆମମାନଙ୍କର ଜୀବନରେ ସେଇ ବୋଧ ଆସେ, ସେତେବେଳେ ଆମେ ତାହାଙ୍କ ଚରଣ ତଳେ କ'ଣ କରୁ? ଲୋଟି ଯାଉ। ପ୍ରଭୁ ଆମମାନଙ୍କୁ କ୍ଷମା ଦେବା ପରମେଶ୍ୱର, ସେ ଆମମାନଙ୍କୁ ସାନ୍ତ୍ୱନା ଦେବା ପରମେଶ୍ୱର, ସେ ଆମମାନଙ୍କୁ ଧୈର୍ଯ୍ୟ ଦେବା ପରମେଶ୍ୱର, ଯେ କି ଆମମାନଙ୍କର ଜୀବନକୁ ସଜାଡ଼ିବାକୁ ଆସିଲେ। ଯଦି ଆମେ ଆଉ ଦେଖିବା ମାଥ୍ୟୁ 18 ପର୍ବ 28 ପଦରେ, ଆଉ ମହାଜନ କ'ଣ କରୁଛନ୍ତି? ଦୁଇ ଜଣ ଋଣୀଙ୍କର ଋଣ କ୍ଷମା କରିଲେ। ଠିକ୍ ସେଇ ପ୍ରକାର ଆମମାନଙ୍କର ପ୍ରଭୁ ଯୀଶୁ ମଧ୍ୟ ଆମମାନଙ୍କର ସବୁ ପାପରୁ ଆମମାନଙ୍କୁ କ'ଣ କରନ୍ତି? କ୍ଷମା ଦେବା ନିମନ୍ତେ ସେ ସାମର୍ଥ୍ୟ ପରମେଶ୍ୱର। ଯେତେବେଳେ ଆମେ ତାହାଙ୍କର ଶରଣାଗତ ହବୁ, ଯେତେବେଳେ ତାହାଙ୍କର ନିକଟବର୍ତ୍ତୀ ହବୁ, ଯେତେବେଳେ ତାହାଙ୍କୁ ଧରି ଆମେ ଚାଲିବାକୁ ଚେଷ୍ଟା କରିବୁ, ସେତେବେଳେ ସେ ଆମମାନଙ୍କର ଜୀବନରେ ତାହାଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ପ୍ରକାଶ କରିବେ। ସମସ୍ତ ପାପରୁ ସେ ଆମମାନଙ୍କୁ କ'ଣ କରନ୍ତି? ରକ୍ଷା କରନ୍ତି। ସେମାନଙ୍କର ପାପ ଧୋଇବା ନିମନ୍ତେ ସାମର୍ଥ୍ୟ ପରମେଶ୍ୱର। ଯେତେବେଳେ ଆମେ ତାହାଙ୍କ ଚରଣ ତଳେ ଲୋଟିବୁ, ତାହାଙ୍କର ଚରଣ ତଳେ ଆମେ ବସିବୁ, ହଁ ପ୍ରଭୁ ମୁଁ ପାପୀ, ମୋତେ କ୍ଷମା କର, ମୁଖରୁ ଆମେ ଯଦି ସ୍ୱୀକାର ନ କରୁ, ତାହେଲେ ଆମେ ତାହାଙ୍କର ପାପ କ୍ଷମା ପାଇପାରିବା ନାହିଁ ତାହାଙ୍କଠାରୁ। ଯେତେବେଳେ ଆମମାନଙ୍କ ହୃଦୟରେ ଯୀଶୁଖ୍ରୀଷ୍ଟଙ୍କୁ ନିମନ୍ତ୍ରଣ କରିବା, ପ୍ରଭୁ ତୁମେ ଆସ, ଏହି ହୃଦୟରେ ତୁମେ ବାସ କର, ଅନୁତାପର ସହିତ ଆମେ ତାହାଙ୍କର ଶରଣାଗତ ହେବା, ସେତେବେଳେ ଯାଇ ପ୍ରଭୁ ଆମମାନଙ୍କ ହୃଦୟରେ ପ୍ରବେଶ କରିବେ, ଆମମାନଙ୍କର ପାପରୁ ଆମମାନଙ୍କୁ କ୍ଷମା କରିବେ। ଆମେ ପ୍ରଭୁଙ୍କୁ ଡାକିଥାଉ, ପ୍ରଭୁ ତୁମେ ଆସ, ଆମମାନଙ୍କ ହୃଦୟରେ ତୁମେ ବାସ କର, କିନ୍ତୁ ଆମେ ତାହାଙ୍କୁ ସମାଦର କରିନଥାଉ। ଯେ ପ୍ରକାର ସିମୋନ ଗୃହକୁ ଡାକିଲେ, ଭୋଜନରେ ବସିବା ପାଇଁ ନିମନ୍ତ୍ରଣ କଲେ, ଆଉ ଭୋଜନ ଖାଦ୍ୟ ଖାଇବା ପାଇଁ ନିମନ୍ତ୍ରଣ କଲେ, କିନ୍ତୁ ତାଙ୍କର ଆତିଥ୍ୟ ଯତ୍ନ କଲେ ନାହିଁ। ତାଙ୍କୁ ଗୋଡ଼ ଧୋଇ ଦେଲେ ନାହିଁ, ତାଙ୍କ ହାତ ପୋଛିଲେ ନାହିଁ, ତାଙ୍କୁ ପାଣି ଦେଲେ ନାହିଁ। କିନ୍ତୁ ଯେ ମରିୟମ, ଯେ ପାପିନୀ ସ୍ତ୍ରୀ, ସେ କ'ଣ କଲେ? ତାହାଙ୍କର ଲୋତକରେ ତାଙ୍କର ପାଦକୁ ଧୋଇଲେ, ତାଙ୍କର କେଶରେ ତାହାଙ୍କୁ ପ୍ରେମରେ ତାହାଙ୍କର କେଶ ଦ୍ୱାରା ତାହାଙ୍କର ପାଦକୁ ପୋଛିଲେ, ବହୁମୂଲ୍ୟ ତୈଳ ଦ୍ୱାରା ଆଉ ସେଇ ପାଦକୁ ସେ କ'ଣ କଲେ? ଲେପନ କଲେ। ତାହାଙ୍କର ପ୍ରେମ ତାହାଙ୍କ ପାଖରେ ସେ ପ୍ରକାଶ କଲେ ଯେ ପ୍ରଭୁ ମୁଁ ପାପୀ, ଆଜି ମୁଁ ତୁମର ଚରଣ ତଳକୁ ଆସିଛି। ପ୍ରଭୁ ଆମମାନଙ୍କ ନିମନ୍ତେ ସବୁ ଅବସ୍ଥାରେ ମନୋଯୋଗୀ ପରମେଶ୍ୱର। ତାହାଙ୍କଠାରେ ବିଶ୍ୱାସ ରଖିବା ଜରୁରୀ। ତାହାଙ୍କଠାରେ ବିଶ୍ୱାସ କରିବା ଯେ ସେ ମୋ ପାଇଁ ଏ ଜଗତକୁ ଆସିଲେ, ମୋର ପାପର ଭାର ବହନ କଲେ, ମୋ ନିମନ୍ତେ ବଳୀକୃତ ହେଲେ, ତାହାଙ୍କର ରକ୍ତ ଦ୍ୱାରା ସେ ଆମମାନଙ୍କୁ ପରିଷ୍କୃତ କରିଅଛନ୍ତି।
ଯେଉଁ ରକ୍ତ ଯେ ଆମମାନେ ଟିକେ ଯଦି ଆମମାନଙ୍କୁ କିଏ ରକ୍ତ ମାଗେ, ଆମମାନଙ୍କୁ ଯଦି ଛୁଞ୍ଚି ଆଉ ଦେବା ପାଇଁ କିଏ ଚାହେଁ, ଛୁଞ୍ଚି ଗଳେଇବା ପାଇଁ, ନାଇଁ 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 ନାଇଁ, ଏ ଛୁଞ୍ଚିର କଷ୍ଟ ବହୁତ। ମୋତେ ତ କିଏ କହିଲେ ନା 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 ଏତେ ମୋଟା ଛୁଞ୍ଚି ବାବା ମୁଁ ନେଇପାରିବିନି, ମୋତେ ବହୁତ କଷ୍ଟ ହେବ, ବହୁତ କାଟିବ। କିନ୍ତୁ ସେ ଯେ ଆମମାନଙ୍କ ନିମନ୍ତେ କୌଣସି ପ୍ରକାର ଭାବରେ ସେ ମନା କଲେ ନାହିଁ। ସେ ମୋ ପାପ ପାଇଁ, ଆପଣମାନଙ୍କ ପାପ ପାଇଁ ଏ ଜଗତକୁ ଆସିଲେ ଆଉ ନିଜର ରକ୍ତକୁ ସେ କେତେ କଷ୍ଟ ଦ୍ୱାରା ଆଉ ତାହା ବୋହାଇଲେ, ଆମମାନଙ୍କୁ କ୍ଷମା ପ୍ରଦାନ କଲେ। ଯେ ପ୍ରକାର ଆଉ ସେଇ ପାପିନୀ ସ୍ତ୍ରୀ ଯେ ପ୍ରକାର ଯୀଶୁଙ୍କ ଚରଣ ତଳକୁ ଆସିଲେ ଆଉ ତାଙ୍କ ଲୁହରେ ଭିଜାଇଲେ, ଆଜି ଆମମାନଙ୍କୁ ପ୍ରଭୁ ସେଇ ପ୍ରକାର ଚାହାନ୍ତି। ଆମମାନେ କି ପ୍ରକାର ତାଙ୍କର ଚରଣ ତଳେ ବସିବା, କି ପ୍ରକାର ଆମମାନେ ନିଜ ହୃଦୟକୁ ଭାଙ୍ଗିବା ତାଙ୍କର ଚରଣ ତଳେ। ଯେତେ ପର୍ଯ୍ୟନ୍ତ ଆମେ ନିଜକୁ ନମ୍ର ନ କରିଛୁ, ସେ ନମ୍ରତାର ସହିତ ଆସିଲେ ସେ ତ ହୁଏତ ଫଟାଫଟ ଆଗକୁ ଆସିକି କହିଥାନ୍ତେ, ପ୍ରଭୁ ମୁଁ ପାପୀ, ମୋତେ କ୍ଷମା କର। ତୁମ ସାଙ୍ଗେ ତ ମୁଁ ସବୁବେଳେ ପ୍ରଭୁ ତୁମ ଚରଣ ତଳେ ବସେ, ଆଉ ତୁମେ ତ ମୋତେ ଜାଣିଛ, ଆଉ ତୁମେ ମୋତେ କ୍ଷମା କର। ସେ କହିପାରିଥାନ୍ତେ, କିନ୍ତୁ ତାଙ୍କ ସାମ୍ନାକୁ ଆସିବା ପାଇଁ ବି ସେ ଭୟଭୀତ ହେଲେ। ପଛରୁ ଆସିକି ତାଙ୍କ ପାଦକୁ ସେ କ'ଣ କରୁଅଛନ୍ତି? ଧୋଉଅଛନ୍ତି, ସେ ଲୁହରେ ପ୍ରକ୍ଷାଳନ କରୁଅଛନ୍ତି। ପ୍ରଭୁ ଆଜି ଆମମାନଙ୍କର ଜୀବନକୁ ମଧ୍ୟ ସେଇ ପ୍ରକାର ଚାହାନ୍ତି। ଆମମାନେ କି ପ୍ରକାର ନମ୍ର ଭାବେ ତାହାଙ୍କର ଚରଣ ତଳେ ବସିବା, କି ପ୍ରକାର ନମ୍ର ଭାବେ ତାହାଙ୍କର ଚରଣ ତଳେ ବସି ନିଜକୁ ଆମମାନେ ସଜାଡ଼ିବା। ସେ ଯେ ପ୍ରକାର ତାଙ୍କର କେଶ ଦ୍ୱାରା ତାଙ୍କର ପ୍ରେମ ସେ ପ୍ରକାଶ କଲେ, କେଶ ଦ୍ୱାରା ତାଙ୍କର ପାଦକୁ ସେ କ'ଣ କରୁଛନ୍ତି? ପୋଛି ଦେଉଅଛନ୍ତି। ଚୁମ୍ବନ, ସେ ଆଶ୍ଚର୍ଯ୍ୟ ଭାବେ ଆଉ ତାଙ୍କ ପାଦକୁ ସେ କ'ଣ କରୁଅଛନ୍ତି? ପ୍ରେମରେ ଚୁମ୍ବନ କରୁଅଛନ୍ତି। ଆଜି ଆମମାନଙ୍କ ଭିତରେ ପରସ୍ପର ପ୍ରତି ପ୍ରେମର ଅଭାବ। ଯେଉଁ ପ୍ରେମ ଆମମାନଙ୍କ ଠାରୁ ପ୍ରଭୁ ଚାହାନ୍ତି, ସେ ପ୍ରେମ ଆଜି ଆମମାନେ ନିଜ ନିଜ ଭିତରେ କରିପାରୁନାହୁଁ। ଆମମାନଙ୍କ ଭିତରେ ସେ ପ୍ରେମର ଅଭାବ, ଯାହାକି ଆଜି ଯୀଶୁଖ୍ରୀଷ୍ଟଙ୍କୁ ମଧ୍ୟ ଆମମାନେ ପ୍ରେମ କରିପାରୁନାହୁଁ। ଆମମାନେ ପ୍ରଭୁଙ୍କୁ ନିମନ୍ତ୍ରଣ କରୁ, ହୃଦୟକୁ ଆସ, କିନ୍ତୁ ଆମମାନେ ଜଗତର ବିଷୟରେ ଏତେ ଆସକ୍ତ, ସାଂସାରିକ ଚିନ୍ତା, ସାଂସାରିକ ବିଷୟରେ ଆମମାନେ ଏତେ ଆସକ୍ତ, ଯାହାଦ୍ୱାରା ସେଇ ପ୍ରଭୁଙ୍କର ଉପସ୍ଥିତିକୁ ଆମମାନେ ଭୁଲି ଯାଇଥାଉ। କିନ୍ତୁ ପ୍ରଭୁ ଆମମାନଙ୍କ ଠାରୁ ସେ ଅନୁତାପର ହୃଦୟ ଚାହାନ୍ତି। କି ପ୍ରକାର ଆମମାନେ ତାହାଙ୍କ ଚରଣ ତଳକୁ ଆସିଲେ ସେ ଆମମାନଙ୍କୁ ଆଶ୍ଚର୍ଯ୍ୟ ଭାବେ ସାହାଯ୍ୟ କରିବେ ଏବଂ ତାହାଙ୍କର ନିକଟବର୍ତ୍ତୀ ଆମମାନଙ୍କୁ କରିବେ। ଆମମାନେ ଯେମିତି ଗର୍ବରେ କହିବା ଆମେ ଯୀଶୁଙ୍କର ସନ୍ତାନ। ଆମମାନେ ଅନ୍ୟମାନଙ୍କୁ ବହୁତ ଜୋର କହିଥାଉ ଆମମାନେ ଖ୍ରୀଷ୍ଟିଆନ ପରିବାର ପିଲା, କିନ୍ତୁ ଆମମାନଙ୍କ ଭିତରେ ସେ ଖ୍ରୀଷ୍ଟିଆନର ଭାବ ନାହିଁ, ଖ୍ରୀଷ୍ଟଙ୍କର ଭାବ ନାହିଁ, ଯାହାଦ୍ୱାରା ଆଜି ଆମେ କେବଳ ମୁଖ ଦ୍ୱାରା କେବଳ ଆମମାନେ ପ୍ରକାଶ କରୁ ଆମେ ଖ୍ରୀଷ୍ଟଙ୍କର ସନ୍ତାନ ବୋଲି। ଯେତେବେଳେ ଆମମାନଙ୍କ ହୃଦୟ ତାହାଙ୍କ ପ୍ରତି ବିଗଳିତ ହେବ, ଯେତେବେଳେ ତାହାଙ୍କ ପ୍ରତି ଆମମାନେ ଆସକ୍ତ ହେବା, ତାହାଙ୍କୁ ଜାଣିବା, ତାହାଙ୍କର ଚରଣ ତଳେ ନିଜକୁ ସମର୍ପଣ କରିବା, ସେତେବେଳେ ଯାଇ ପ୍ରଭୁ ଆମମାନଙ୍କ ଜୀବନରେ ପ୍ରବେଶ କରିବେ। ଆମମାନଙ୍କର ହୃଦୟ ତାହାଙ୍କ ନିମନ୍ତେ ଉତ୍ତପ୍ତ ହେବ ଯେ ହଁ, ମୋ ପ୍ରଭୁ ମୋ ପାଇଁ ଜଗତକୁ ଆସିଲେ, ମୋ ପାଇଁ ବଳିକୃତ ହେଲେ, ମୋ ପାଇଁ ସର୍ବସ୍ୱ ସହିଲେ, ଆଜି ମୁଁ ତାଙ୍କ ପାଇଁ କିଛି କାର୍ଯ୍ୟ କରିବି। ସମୟ ଥାଉ ଥାଉ ଆମେ ଯେବେ ତାହାଙ୍କର ଗୌରବର କାରଣ ହେବା, ତାହାଙ୍କ ନିମନ୍ତେ ନିଜକୁ ଆମେ କ'ଣ କରିବା? ଉତ୍ସର୍ଗ କରିବା। ଆମେ ଖ୍ରୀଷ୍ଟୀୟ ପରିବାରରେ ପ୍ରତ୍ୟେକ ଜନ୍ମଗ୍ରହଣ କରିଛୁ, କିନ୍ତୁ ଆମମାନଙ୍କର ଖ୍ରୀଷ୍ଟଙ୍କର ଭାବ ଆମମାନଙ୍କ ଭିତରେ ଆଜି ନାହିଁ, ଯାହାଦ୍ୱାରା କି ଖ୍ରୀଷ୍ଟିଆନ ସମାଜ ଆଜି ଦିନକୁ ଦିନ ତଳକୁ ତଳକୁ ଯାଉଛି। ଖ୍ରୀଷ୍ଟୀୟ ସମାଜ ଭିତରେ ବିଭିନ୍ନ ପ୍ରକାର କନ୍ଦଳ, ବିଭିନ୍ନ ପ୍ରକାର ବିଦ୍ରୋହ, ବିଭିନ୍ନ ପ୍ରକାର ମତଭେଦତା, ମନ୍ଦତା ପ୍ରବେଶ କରି ଯାହାକୁ ଆମମାନଙ୍କୁ ଈଶ୍ୱରଙ୍କ ଠାରୁ ବିମୁଖ କରାଉଛି।
प्रभु किंतु आम्मानଙ୍କ ଠାରୁ ସେ ସବୁ ଚାହାନ୍ତି ନାହିଁ। ଅନୁତାପର ହୃଦୟ ସହିତ ଆମେ ଯେ ତାହାଙ୍କର ନିକଟବର୍ତ୍ତୀ ହେବା, ତାହାଙ୍କ ଚରଣ ତଳକୁ ଯିବା, ଯାହାଦ୍ୱାରା କି ସେ ଆମମାନଙ୍କୁ କ'ଣ କରିବେ? ଆଶୀର୍ବାଦରେ ପୂର୍ଣ୍ଣ କରିବେ। ଯେ ପ୍ରକାର ମରିୟମକୁ କହିଲେ, ଯା ତୋର ପାପ କ୍ଷମା କରାଗଲା। ଆଜି ଆମମାନଙ୍କୁ କହିବା ନିମନ୍ତେ ସେ ପ୍ରସ୍ତୁତ, କିନ୍ତୁ ଆମେ ଆଜି ତାହାଙ୍କ ପାଖରେ କ୍ଷମା ମାଗିଅଛୁ କି? ତାହାଙ୍କ ଚରଣ ତଳକୁ ଆଜି ଆମେ ଯାଇଅଛୁ କି? ତାହାଙ୍କ ଚରଣ ତଳେ ସେ ଲୁହ ଭିଜା ହୃଦୟରେ ଆମେ ତାହାଙ୍କ ନିକଟତର ହୋଇଅଛୁ କି? ଯଦି ହୋଇଅଛୁ, ନିଶ୍ଚୟ ପ୍ରଭୁ ଆମମାନଙ୍କୁ କ୍ଷମା କରିବେ। ସେ ସବୁବେଳେ ଆମମାନଙ୍କୁ କ୍ଷମା କରନ୍ତି, କେବେ ବି ଆମମାନଙ୍କୁ ତାହାଙ୍କ ଠାରୁ ଦୂର କରିନାହାନ୍ତି। କିନ୍ତୁ ଆମମାନେ ଆଜି ତାହାଙ୍କ ନିକଟବର୍ତ୍ତୀ ହେଇଛୁ କି ନାହିଁ, ପ୍ରଭୁ ତାହା ଆମମାନଙ୍କ ଠାରୁ ଚାହାନ୍ତି। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଏ ଛୋଟ ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କ ଜୀବନରେ ଗୌରବାନ୍ୱିତ ହୁଅନ୍ତୁ। ଆମିନ୍। ପ୍ରଭୁଙ୍କ ମହାନ ନାମକୁ ଧନ୍ୟବାଦ ଦିଏ ଯେ ମୁଁ ଗତ 2 ଏପିସୋଡ଼ ତଳେ ଆପଣମାନଙ୍କୁ ଜଣେଇଥିଲି ଯେ ମୁଁ ବହୁତ ଅସୁସ୍ଥ ଥିଲି। ଆଉ ପ୍ରଭୁଙ୍କର ଦୟା ଅନୁଗ୍ରହରୁ, ଆପଣମାନଙ୍କ ପ୍ରାର୍ଥନାରୁ ମୁଁ ଆଜି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପ୍ରଭୁଙ୍କର ଗୌରବ ନିମନ୍ତେ ବସିଛି। ସେଥିପାଇଁ ପ୍ରଭୁଙ୍କ ମହାନ ନାମକୁ ଧନ୍ୟବାଦ ଦେବା ସହିତ ଆପଣମାନଙ୍କୁ, ମୋର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଆସନ୍ତୁ ପ୍ରାର୍ଥନା କରିବା। हे पवित्र जीवित राजा, तुमर गौरव प्रशंसा करुचु पिता। तुम दया अनुग्रह प्रभु आज तुमर चरण तले बसीचु। प्रभु तुम्हें आम मान को आशीर्वाद कर, दया कर, अनुग्रह कर पिता। आमने अयोग्य नगण्य दिनहीन, किंतु तुम्हें जे आम मान को छाड़ी दे न बापा, आम मानकर दोष दुर्बलता को दूर करी तुम्हें आम मानकर सहवर्ती परमेश्वर हो। आम मानकर भूल दोष अपराध को तुम्हें क्षमा कर पिता। आमने मनुष्य मात्र प्रभु, आमने विभिन्न प्रकार मंदतार आमकर जीवन परिपूर्ण प्रभु। से सब मंदतार आम को रक्षा करी तुमर उपस्थिति दे आम जीवन को तुम्हें सजाड़ी दियो। सुंदर समय देइच बापा, तुमर उपस्थिति देइच अनुतापर हृदय सहित तुमर चरण तले बसवा निमंत आम को तुम्हें सुजोग प्रदान कर। जगतर समस्त मंदतार रक्षा कर, शत्रु शैतान चातुर्यतार उद्धार कर, अमंगल अघटन सुरक्षा प्रदान कर, समस्त दैवी दुर्विपाक उद्धार कर। प्रभु ग तुमर से शांति आनंद आमान को जीवन प्रदान कर। तुम्हें जे एकमात्र जीवित राजा, जे कि आमान जीवन करता, ताहा जेपरि आमने भूली न जाओ। तुमर चरण तले बसवा निमंते आमान को ऊर्ध्वर साहाय्य कर बोली निवेदन करी सुंदर समय को आम प्रत्येक को आज जेते जन प्रभु श्रोता बंधु माने शुणिबे शुणी समस्त को तुम्हें आशीर्वाद कर बोली निवेदन करी प्रिय प्रभु जीशु नाम रे मागुछु। आमेन। हे आम मानकर स्वर्गस्थ पिता, तुम नाम पवित्र बोली मान्य हो। तुम्भर राज्य आसु, जे रूपे स्वर्ग रे से रूपे पृथ्वी रे तुमर इच्छा सफल हो। आज आम मान को प्रयोजन आहार दियो। आमने जम तो निज निज अपराध मान को क्षमा करियछु, तुम तो अपराध सब तुम्हें क्षमा कर। परीक्षा न आण, मंद ठार रक्षा कर। जन राजत्व, पराक्रम, गौरव सदा सर्वदा तुम्भर हो। आमेन। यीशुंक रक्तर जय, यीशुंक रक्तर जय, यीशुंक रक्तर जय। आमेन। प्रेज द लॉर्ड। हालेलुया।